ଆଜ୍ଞା ଆପଣଙ୍କ ନାଁଟା କ'ଣ ପ୍ରଥମେ କହିବେ? ଆଜ୍ଞା ମୋ ନାଁ ହେଲା ଜିତେନ ଖୁଣ୍ଟିଆ। ଆପଣ କେଉଁ କମ୍ପାନୀରେ କାମ କରୁଛନ୍ତି? ମୁଁ JRL ରେ କାମ କରୁଛି। ଲିଙ୍ଗରାଜ କଲା ହଉ ଠିକ୍ ଅଛି। ହଉ ମାନେ ଆପଣଙ୍କର ପ୍ରୋସେସ୍ ଷ୍ଟାର ଯେଉଁ ହେଇଛି ଯେଉଁ ଷ୍ଟ୍ରାଇକ୍ ହେଇଛି ଷ୍ଟ୍ରାଇକ୍ କ'ଣ ପାଇଁ ପ୍ରକୃତରେ ହେଇଛି? ଦେଖନ୍ତୁ ଆଜ୍ଞା ଆମେ ଏଠି ଦୀର୍ଘ 2 ବର୍ଷ ହେଲାଣି ଏଠି ସମସ୍ତେ କାମ କରୁନି ଆଜ୍ଞା। ସମସ୍ତେ ଗରିବ ଶ୍ରେଣୀର ପିଲାମାନେ ଆଉ ଖଟିଲେ ଆଜ୍ଞା ସମସ୍ତେ ଖାଉଛନ୍ତି। ଆମକୁ ଆଜ୍ଞା ଏତିକି ଦାବି ଯେ ବର୍ଷକୁ ଆମର ଯେଉଁ MCL ରେଟ୍ ଅନୁସାରେ ଯେଉଁ ବୋନସ୍ଟା ଆମକୁ ପ୍ରାପ୍ତ କରିପାରୁନି, ଯେହେତୁ ଦ୍ୱାରା ଆଜି ଆମେ ଏଇ ଆନ୍ଦୋଳନ ଷ୍ଟ୍ରାଇକ୍ରେ ବସିଛୁ। ବର୍ତ୍ତମାନ ଏବେ ବି ହଣ୍ଡା ଡିକ୍ଚି କଡ଼େଇ ଯାହା ବି ସବୁ ସରଞ୍ଜାମ ଆଣିକି ଆମେ ଏଠି ବସା ହେଉଛି। ବର୍ତ୍ତମାନ ପିଲା ଚିକେନ୍ ପାଇ ଯାଇଛନ୍ତି, ଚିକେନ୍ ଆଣିଲେ ଖିଆ ହେବ। ସିଏ ଆମର ଦାବି ହେଇକି ଯେପର୍ଯ୍ୟନ୍ତ ଆମର ବୋନସ୍ଟି ସକ୍ସେସଫୁଲ୍ ନ ହେବ ତାହେଲେ ଆମେ ଆନ୍ଦୋଳନକୁ ମାନେ ଆଉ HPC ରେଟ୍ ପ୍ରତି ଆପଣଙ୍କର କ'ଣ ଉଦ୍ଦେଶ୍ୟ? ଦେଖନ୍ତୁ ଆଜ୍ଞା ଆମ HPC ରେଟ୍ ପାଇଁ ଆମେ ଦାବି କରିଥିଲୁ। ଯେହେତୁ ଆମର ଯୋଡ଼େ କମ୍ପାନୀ ଥିଲା KTL ପ୍ଲସ୍ JRL। ଯେହେତୁ ଆମେ KTL ସପୋର୍ଟରେ ଯାଇଥିଲୁ, ସେ ଯେହେତୁ ଆମକୁ ଏଠିକି ଡକେଇ ସେଠିକି ଡକେଇ ଗାଣ୍ଡି ମାରିକି ଆଜ୍ଞା ଆମକୁ ଆଜି ରାଜରାସ୍ତାରେ ଛାଡ଼ି ଦେଇଛନ୍ତି। ଯାହାକି ତାଙ୍କ ଦ୍ୱାରା ଆଜି ବି ଆମେ ଗାଣ୍ଡି ମର ହେଇକି HPC ପାଉନାହିଁ। କିନ୍ତୁ ସେ ଆମକୁ ଆମ ଗାଣ୍ଡିରେ ଲାତ ମାରିକି ସେମାନେ 526 ଟଙ୍କା ଦରମା ପାଇସାରିଲେଣି। ଆପଣଙ୍କ ଲିଡରଟିର ନାଁ କ'ଣ କହିଲେ? ଦେଖନ୍ତୁ ଆଜ୍ଞା ଆମର ଏଇଟା ଲିଡର ଜଣକ ପଛରେ ଯାଇଛି, ତାଙ୍କ ନାଁ ହେଲା ଦୁଃଖବନ୍ଧୁ ସାହୁ। ଯିଏକି ସେ ତାଙ୍କର ବି ଏଇଟା ଦୀର୍ଘ 2-3 ବର୍ଷ ହେଲାଣି ସେ କମ୍ପାନୀରେ କାମ କଲାଣି। କିନ୍ତୁ ତାଙ୍କୁ JRL ହିସାବରେ ଆମେ ଲିଡର କରିଛୁ ଆମର ହେଲ୍ପର ଷ୍ଟାଫ୍ ହିସାବରେ ହେଲେ, କିନ୍ତୁ ତାଙ୍କର ମୁହଁ ଖୋଲୁନି କି ପାଟି କିଛି ଖୋଲୁନି। ଆପଣଙ୍କର ଯେଉଁ JRL କମ୍ପାନୀ କହିଲେ, JRL କମ୍ପାନୀର ମାଲିକଙ୍କ ନାଁଟା ଟିକେ କହିଲେ? JRL କମ୍ପାନୀଙ୍କର ମାଲିକଙ୍କ ନାମ ହେଉଛି ସୁଜିତ ମାଝୀ। ସେ ଯେହେତୁ ସେ ସୁଜିତ ମାଝୀ